जय जगन्नाथ। ओम लीलाद्रिकन्दरानन्दे मन्दरालय वन्दितं वन्दे मन्दारुमन्दारम् इंदिरा मन्दिरमः इंदिरा मंदिरामः। जय जगन्नाथ। हे सज्जन, अनंत तत्व चैनल पवित्र अगणा को आपण समस्त को स्वागत। हे सज्जन, विचित्र ब्रह्मांड रे ब्रह्मांड नाथंकर लीला अनंत असीम अगोचर। विचित्र वर्णांक विचित्र ब्रह्मांड रे 56 कोटी जीवजंतु समेत 33 कोटी देवादेवी मध्य निवास करती। 56 कोटी जीवजंतु 33 कोटी देवादेवी। तेणुकर हे सज्जन, जितेबेले भी धरित्री उपरे कष्ट पड़े, जितेबेले भी धरित्री उपरे दुख पड़े, सेतेबेले ब्रह्मांड नाथ ये ब्रह्मांड को उद्धार करने निमंते अवतीर्ण होती। केमिति आज्ञा अवतीर्ण होती? दुष्ट निवारी संथ पाळु नाथ परम दयालु। दुष्ट जनमान को विनाश करी संथ जनमान को पालन करती, धर्मर संस्थापना करती। भगवान श्रीकृष्ण श्रीमद भगवत गीतार गोटे श्लोक कहते, जदा जदा हि धर्मस्य ग्लानिर्भवति भारत अभ्युत्थानमधर्मस्य तदात्मानं सृजाम्यहम्। परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि जुगे जुगे। सत्य धर्मर संस्थापना पाई, साधु सन्थ मानकर संस्थापना पाई ब्रह्मांडनाथ अवतीर्ण होती नाना रूपरे। श्रीमद भागवत अष्टादश पुराण यदि आम चर्चा करिबा, ईश्वर अनेक रूप नहीं, किंतु अनेक रूप मध्यरे आमे 10 अवतार को विशेष गुरुत्व दियंती। ये 10 अवतार किए? वेदानुधरते जगति वहते भूगोलं मुदुभिव्रते दैत्यानुदारयते बलिं छलयते क्षेत्रिक्षयं कुर्वन्ते पौलस्त्यञ्जयते हलं कलयते कारुण्यमातन्मते पृच्छानुमुच्छयते दशाकृति कृते कृष्णाय तुभ्यं नमः। भगवान 10 अवतार मिले। ये 10 अवतार आगे किए किए? मत्स्य अवतार, कच्छप अवतार, वराह अवतार, नरसिंह अवतार, वामन अवतार, परशुराम अवतार, श्रीराम अवतार, बलराम अवतार, बौद्ध अवतार और कलकी अवतार। यही अवतार मानक मध्यरु 9टी अवतार गत हो जाइछन्ति। भविष्यत रे हेबाकु जाउछि महाप्रभुंकर शेष अवतार, जहाकि कि हम कलकी अवतार बोली जानिछे। हे सज्जन,
ଏ ସଂସାରରେ ସଚରାଚର ବ୍ରହ୍ମାଣ୍ଡରେ ଅଂଶା ଅଂଶରେ କୋଣ କୋଣରେ ପରମ ବ୍ରହ୍ମଙ୍କର ନିବାସ। ବିଶେଷ କରି ଆମେ ସମସ୍ତେ ଜାଣନ୍ତି ଭଗବାନ ନାରାୟଣ। ଭଗବାନ ନାରାୟଣ ଏ ସଚରାଚର ବ୍ରହ୍ମାଣ୍ଡରେ ଅଂଶା ଅଂଶରେ ପୂରିକି ରହିଛନ୍ତି। ଅଚ୍ୟୁତ ମହାପୁରୁଷ କୁହନ୍ତି, ଶେଷ ବ୍ରହ୍ମାଣ୍ଡ ମଧ୍ୟରେ ଅଂଶା ଅଂଶେ ପୂରିଛି, ଅଶେଷ ପ୍ରକାରେ ଖୋଜିଲି ଲେଶ ନ ପାଏ କିଛି। ଅଶେଷ ବ୍ରହ୍ମାଣ୍ଡରେ ଅଂଶ ଅଂଶରେ କୋଣ କୋଣରେ ତୃଣ ଠାରୁ ଖଗ ମୃଗ ପଶୁ ପକ୍ଷୀ ଜୀବ ଜନ୍ତୁ ସଚରାଚର ବ୍ରହ୍ମାଣ୍ଡରେ ପରିବ୍ୟକ୍ତ ହେଉଛନ୍ତି ବ୍ରହ୍ମ। କିନ୍ତୁ ଆମେ ବ୍ରହ୍ମକୁ ଦେଖିଛେ କି? ଦେଖି ନାହାନ୍ତି ଆଜ୍ଞା। କିନ୍ତୁ ଆମେ ଅନୁଭବ କରନ୍ତି କେହି ଜଣେ ସୂକ୍ଷ୍ମ ସତ୍ତା ଆମ ଭିତରେ ଅଛନ୍ତି ଯିଏକି ଆମକୁ ସଞ୍ଚାଳିତ କରୁଛନ୍ତି। ପୁଣି ମହାପୁରୁଷ ଅଚ୍ୟୁତ କହିଛନ୍ତି, ଗୀତା ଭାଗବତ ପୁରାଣ ଚାରି ବେଦ ପୁଛିଲି, ତୋ ବିନୁ ଅନ୍ୟ ଗତି ନାହିଁ ତୀର୍ଥ ବ୍ରତ ଲୋଡ଼ିଲି। ଗୀତା ଭାଗବତ ପୁରାଣ ଆଦି ସମସ୍ତ ପାଠ କଲି, ଅଷ୍ଟାଦଶ ପୁରାଣକୁ ପାଠ କଲି, କିନ୍ତୁ ଶେଷରେ ମୁଁ ଏଇ ନିର୍ଣ୍ଣୟ ନେଲି ଯେ ତୋ ବିନୁ କୌଣସି ଗତି ନାହିଁ, ତୋର ଆଶ୍ରା ବିନୁ ଏ ଜୀବର କୌଣସି ଗତି ନାହିଁ। ତେଣୁକରି ମୁଁ ତୋର ଶରଣାପନ୍ନ ହେଲି। ତେଣୁକରି ଏ ସଜ୍ଜନ, ଏ ସଂସାରରେ ଯେତେ ବି ଆସିଛନ୍ତି ଭକ୍ତମାନେ ଅବତାର ନେଇ ଆସିଛନ୍ତି। ଅନ୍ୟ କାହା ମତରେ କଣ ହେଇପାରେ, ମୁଁ ମତ ଦେବି ଯେ ଇଏ ଭକ୍ତମାନେ ମଧ୍ୟ ନିଜେ ସ୍ୱୟଂ ପ୍ରଭୁ। କାହିଁକି ଆଜ୍ଞା? ଏଇ ନିଜେ ପ୍ରଭୁ ନିଜର ମହିମାକୁ ପ୍ରକାଶ କରିବା ନିମନ୍ତେ ଭକ୍ତ ରୂପରେ ଆସନ୍ତି, ଦୁଷ୍ଟ ଦାନବ ମାନଙ୍କ ଠାରୁ କଷ୍ଟ ସହନ୍ତି ଏବଂ ନିଜକୁ ଉଦ୍ଧାର କରିବା ପାଇଁ ନିଜେ ଅବତୀର୍ଣ୍ଣ ହୁଅନ୍ତି। ଜଗନ୍ନାଥ ଦାସ ସୁନ୍ଦର ପଦଟିଏ କହିଛନ୍ତି ଶ୍ରୀମଦ୍ ଭାଗବତରେ, ସକଳ ଘଟରେ ବ୍ରହ୍ମଙ୍କର ନିବାସ। ସେଇ ପ୍ରଭୁ ନିଜେ ବିଭିନ୍ନ ରୂପରେ ଆସନ୍ତି। କେମିତି ଆସନ୍ତି? ଜଗନ୍ନାଥ ଦାସ କହିଲେ, କରି କରାଉ ଥାଉ ତୁହି ହେ ଗୋବିନ୍ଦ, ତୋ ବିନୁ ଅନ୍ୟ ଗତି ନାହିଁ ହେ ଗୋବିନ୍ଦ। ସବୁ ଆପଣ କରନ୍ତି, କାରଣ କରଣ କର୍ତ୍ତା ବିକର୍ତ୍ତା ଗହନ କୁହା। ଆପଣ ହଉଛନ୍ତି କାର୍ଯ୍ୟ, ଆପଣ କାର୍ଯ୍ୟ କରିବାର କାରଣ, ଆଉ ଆପଣ ହଉଛନ୍ତି ସ୍ୱୟଂ କର୍ତ୍ତା। ତେଣୁକରି ଆପଣ ସର୍ବସ୍ୱ। ଦୁଃଖ ସୁଖ, ଭଲ ମନ୍ଦ, ହାନି ଲାଭ, ସତ୍ୟ ମିଛ, ଏ ସବୁକୁ ନେଇକିରି ସଂସାର। ଆଜ୍ଞା ଦୁଃଖ ପରେ ସୁଖ, ସୁଖ ପରେ ଆଜ୍ଞା ଦୁଃଖ। ଏ ସଂସାରର ନିୟମ। ଦୁଃଖ ଯାହାର ଅଛି ତାର ସୁଖ ଆସିବ, ଯାହାର ସୁଖ ଅଛି ତାର ଦୁଃଖ ବି ଆସିବ। ସୃଷ୍ଟିର ନିର୍ମାଣ ହେଇଛି, ସୃଷ୍ଟିର ସର୍ଜନା ହେବ, ସୃଷ୍ଟିର ବିନାଶ ବି ହେବ। ଇଏ ସଂସାରର ନିୟମ ହଉଛି, ଏ ସଂସାରରେ ଆମେ ଯାହା ବି ଦେଖୁଛେ କୌଣସି ଜିନିଷ କ୍ଷଣସ୍ଥାୟୀ ନୁହନ୍ତି। କିନ୍ତୁ ସମସ୍ତଙ୍କ ଭିତରେ ଯିଏ ସୂକ୍ଷ୍ମ ସତ୍ତା ରୂପରେ ବିଦ୍ୟମାନ ହୋଇଛନ୍ତି, ସିଏ ଆଜ୍ଞା ହଉଛନ୍ତି କ୍ଷଣସ୍ଥାୟୀ ନୁହନ୍ତି। ସିଏ ହଉଛନ୍ତି ଅବର୍ଣ୍ଣନୀୟ, ଅକଳ୍ପନୀୟ। ତାଙ୍କୁ କେହି ବିନାଶ କରିପାରନ୍ତିନି, ତାଙ୍କର ବିନାଶ ନାହିଁ। ସମସ୍ତଙ୍କୁ ସିଏ ପାଳନ ପୋଷଣ କରନ୍ତି, ସମସ୍ତଙ୍କୁ ଜନ୍ମ ଦିଅନ୍ତି, ସମସ୍ତଙ୍କୁ ପାଳନ କରନ୍ତି, ସମସ୍ତଙ୍କୁ ସଂହାର କରନ୍ତି। କିନ୍ତୁ ତାଙ୍କୁ କେହି ସୃଷ୍ଟି କରିପାରେନି, ତାଙ୍କୁ କେହି ପାଳନ କରିପାରେନି, ତାଙ୍କୁ ବି କେହି ସଂହାର କରିପାରେନି। ତେଣୁକରି ସିଏ ହଉଛନ୍ତି କିଏ? ନା ଅରୂପାନନ୍ଦ ବ୍ରହ୍ମ। ସେ ଅରୂପାନନ୍ଦ ରୂପବନ୍ତ ହୁଅନ୍ତି ବୋଲି ଅଚ୍ୟୁତ ମହାପୁରୁଷ ମଧ୍ୟ କହିଛନ୍ତି। କଣ କହିଛନ୍ତି ଆଜ୍ଞା? ଭକ୍ତ ନିମନ୍ତେ ଅନେକ ବାର ଠାକୁର ଆସିବା କଥା ଅଚ୍ୟୁତାନନ୍ଦ ମହାପୁରୁଷ କହିଛନ୍ତି।
ଭାବ ବିନୋଦିଆ ଠାକୁର ଭକ୍ତ ବତ୍ସଳ ହରି, ଭକ୍ତଙ୍କ ପାଇଁ କଳେବର ଦଶ ମୂରତି ଧରି। ଆପଣ ପରା ଭକ୍ତ ପାଇଁ 10 ଅବତାର ଧରିଥିଲେ। ଭକ୍ତ ଭାବ ବିନୋଦିଆ, ଭାବଗ୍ରାହୀ ଠାକୁର। ତେଣୁକରି ଆପଣ ତ ଆମ ସମସ୍ତଙ୍କର ପିତା, ଆମେ ସମସ୍ତେ ଆପଣଙ୍କର ସନ୍ତାନ। ଆମେ ତ ମଣିଷ ଶରୀରରେ ଆସିଛୁ ନା, ଆମର ମଣିଷ ମାତ୍ରକେ ଭୁଲ, ସମସ୍ତଙ୍କର ଭୁଲ ଅଛି, ସମସ୍ତଙ୍କର ବି ଠିକ ବି ଅଛି। ତେଣୁକରି ହେ ପରମେଶ୍ୱର, ହେ ବିଶ୍ୱ ସ୍ରଷ୍ଟା, ବିଶ୍ୱ ନିୟନ୍ତା, ମୁଁ ଆପଣଙ୍କ ସଂସାରର ତୁଚ୍ଛ ଜୀବଟିଏ, ମତେ ଆପଣ ହିଁ ସଞ୍ଚାଳିତ କରୁଛନ୍ତି। ମୋର ସମସ୍ତ କର୍ମକୁ ମୁଁ ଆପଣଙ୍କ ପାଦ ତଳେ ସମର୍ପଣ କରି ଦଉଛି। ହେ ବ୍ରହ୍ମାଣ୍ଡନାଥ, ମତେ ଆପଣ ଉଦ୍ଧାର କରନ୍ତୁ। ଭଗବାନ କୃଷ୍ଣ କହିନାହାନ୍ତି ଅର୍ଜୁନକୁ, ସର୍ବଧର୍ମାନ ପରିତ୍ୟଜ ମାମେକଂ ଶରଣଂ ବ୍ରଜ, ଅହଂ ତ୍ୱା ସର୍ବ ପାପେଭ୍ୟ ମୋକ୍ଷୟସ୍ୟାମି ମା ଶୁଚ। ସମସ୍ତ ଧର୍ମ କର୍ମକୁ ତ୍ୟାଗ କରି ମୋର ପାଦ ତଳେ ଶରଣାପନ୍ନ ହେଇଯାଅ ଅର୍ଜୁନ, ମୁଁ ତୁମକୁ ମୋକ୍ଷ ଗତି ପ୍ରାପ୍ତ କରାଇବି। ତେଣୁକରି ଏ ବିଚିତ୍ର ବ୍ରହ୍ମାଣ୍ଡରେ ବ୍ରହ୍ମାଣ୍ଡନାଥ, ତାଙ୍କ ବିନା ଇଚ୍ଛାରେ କଣ କିଛି ହୁଏ କି? ତେଣୁକରି ବିଭିନ୍ନ ରୂପରେ ଠାକୁର ଆସିଲେ ଯୁଗକୁ ଯୁଗ, ଏମିତି 10 ଅବତାର ନେଇକି ଆସିଲେ। ଅନେକ ଭକ୍ତମାନଙ୍କୁ ଉଦ୍ଧାର କଲେ, ଅନେକ ଦୁଷ୍ଟମାନଙ୍କୁ ସଂହାର କଲେ। ଯେପରି ପିଲାଟିଏ ପଥ ବୁଡ଼ିଗଲେ, କବାଟକୁ ଚାଲିଗଲେ ବାପ ମାଙ୍କୁ କଷ୍ଟ ହୁଏ, ସେହିପରି ଇଏ ବ୍ରହ୍ମାଣ୍ଡରେ ଯୋଉ ସୃଜନ କରିଛନ୍ତି ଠାକୁରେ, ଆମେ ଯେତେବେଳେ ପଥଭ୍ରଷ୍ଟ ହେଇଯାଆନ୍ତି, ଆମେ ଯେତେବେଳେ ପଥ ବୁଡ଼ି ଯାଆନ୍ତି, ସେତେବେଳେ ଈଶ୍ୱରଙ୍କୁ ମଧ୍ୟ କଷ୍ଟ ହୁଏ। ଯଦି ଈଶ୍ୱରଙ୍କୁ କଷ୍ଟ ହୁଏ, ତେବେ ଈଶ୍ୱର ପ୍ରସନ୍ନ କେମିତି ହୁଅନ୍ତି? ଅତିବଡ଼ି ଜଗନ୍ନାଥ ଦାସ କହିଛନ୍ତି ଭାଗବତରେ, ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ମଣିଷ ଦେହରେ ଦିବ୍ୟ ଜ୍ଞାନକୁ ଦେଖିଲେ ପରମେଶ୍ୱର ଖୁସି ହୁଅନ୍ତି, ସନ୍ତୁଷ୍ଟ ହୁଅନ୍ତି। ତେଣୁକରି ସଜନ ଆମେ ସମସ୍ତେ ସତ୍ କର୍ମ କରିବା, ପ୍ରଭୁଙ୍କର ନାମକୁ ସ୍ମରଣ କରିବା, ପ୍ରଭୁଙ୍କ ପାଦ ପଦ୍ମରେ ଶରଣାଗତ ହେବା, ସେ ପଦାରବିନ୍ଦକୁ ଶରଣାପନ୍ନ ହେବା। ସେ ହିଁ ଚାହିଁଲେ ଇଏ ଭବସାଗରରୁ ଆମକୁ ଉଦ୍ଧାର କରିପାରିବେ। ତେଣୁକରି ଆମେ ଯଦି ପ୍ରଭୁଙ୍କୁ ପାଇବାକୁ ହେବ, ଆମକୁ ତ ଗୁରୁ କରିବାକୁ ପଡ଼ିବ ନା, ଗୁରୁଙ୍କର ଶରଣାପନ୍ନ ହେବାକୁ ପଡ଼ିବ। ଆମେ ଗୁରୁ କରିବା, ଗୁରୁଙ୍କର ଶରଣାପନ୍ନ ହେବା। ଏ ବିଚିତ୍ର ବ୍ରହ୍ମାଣ୍ଡନାଥଙ୍କ ବିଚିତ୍ର ବ୍ରହ୍ମାଣ୍ଡ ମାୟାକୁ କାଟି ଏ ମାୟାଧରକୁ ଆମେ ପାଇବା। ତେଣୁକରି ଠାକୁରେ ଦୁଷ୍ଟମାନଙ୍କୁ ବିନାଶ କରି ସନ୍ଥକୁ ପାଳିବା ପାଇଁ ଯୁଗ ଯୁଗ ଆସନ୍ତି। ତେଣୁକରି ଆମେ ସେମିତି ଗୋଟେ କ୍ଷୁଦ୍ର ଭକ୍ତଟିଏ ହୋଇ ଏ ଭାବ ବିନୋଦିଆ ଠାକୁରଙ୍କର ଶରଣାପନ୍ନ ହେବା। ଆଉ ଆମର ଦୁଃଖ ସଙ୍କଟ ବେଳେ ସିଏ ଆମ ପାଖରେ ଠିଆ ହେବେ, ଆଉ ଆମ ଦୁଃଖକୁ ନେଇ ସବୁବେଳେ ଆମେ ତାଙ୍କ ପାଦ ତଳେ ଜଣାଇବା। ତେଣୁକରି ଇଏ ହେଉଛି, ଆମେ ହେଉଛନ୍ତି ବ୍ରହ୍ମ, ସିଏ ହେଉଛନ୍ତି ପରବ୍ରହ୍ମ। ଆମେ ହେଉଛନ୍ତି ଜୀବାତ୍ମା, ସିଏ ହେଉଛନ୍ତି ପରମାତ୍ମା। ତେଣୁକରି ଆମେ ସମସ୍ତେ ତାଙ୍କର ଅଂଶ। ତେଣୁକରି ସବୁବେଳେ ଆମେ ମନେ ରଖିବା ଯେ ଆମେ କାହା ଇଙ୍ଗିତରେ ସଞ୍ଚାଳିତ, ଆମେ କାହା ଦ୍ୱାରା ପରିପାଳିତ। ତେଣୁକରି କେହି ଜଣେ ଆମକୁ ପାଳନ କରୁଛନ୍ତି, କେହି ଜଣେ ଆମକୁ ପଠାଇଛନ୍ତି ଯେ ତାଙ୍କ ନିର୍ଦ୍ଦେଶ ଅନୁସାରେ କିଛି କର୍ମ ଆମକୁ ଏଠି କରିବାକୁ ପଡ଼ିବ। ତେଣୁକରି ଆମେ ସମସ୍ତେ ଧର୍ମଯୁକ୍ତ କାମ କରିବା, ଧର୍ମ ବିଚ୍ୟୁତ ହେବା ନାହିଁ। ସମସ୍ତେ ପ୍ରଭୁଙ୍କ ପାଦ ପଦ୍ମରେ ଶରଣାପନ୍ନ ହେବା। ସେ ପ୍ରଭୁ ଯିଏ ଦୁଷ୍ଟମାନଙ୍କୁ ବିନାଶ କରି ସନ୍ଥମାନଙ୍କୁ ପାଳନ କରିଛନ୍ତି,
କେଡ଼େ କେଡ଼େ ପାପୀ ମାନଙ୍କୁ ତାଙ୍କ ନାମ ଜଳ ଦ୍ୱାରା ନାମ ବ୍ରହ୍ମରେ ଶରଣ ହେବା ଦ୍ୱାରା ଉଦ୍ଧାର କରିଦେଇଛନ୍ତି। ବ୍ୟାଧ ଅଜାମିଳ ଗଣିକା ତାଙ୍କୁ ଦେଲ ସୁଗତି ତୁମ୍ଭେ ଯେ ପତିତ ପାବନ ଭଣେ ଦିନ ଅଚ୍ୟୁତ। ବ୍ୟାଧ ଅଜାମିଳ ଗଣିକା ଭଳି ପାପୀ ମାନଙ୍କୁ ଯେ ଉଦ୍ଧାର କରିଦେଇଛନ୍ତି। ଆମେ ଯଦି କିଛି ଭୁଲ କରିଛନ୍ତି, ଆମେ ଯଦି କିଛି ଆମ ମଣିଷ ଜୀବନରେ ମଣିଷ ମାତ୍ରକେ ଭୁଲ ହେଇଯାଇଛି, ତେଣୁକରି ଆମେ ଆଜିଠାରୁ ସମସ୍ତେ ସୁଧୁରି ଯିବା, ସେଇ ପରମେଶ୍ୱରଙ୍କର ପାଦରେ ସମସ୍ତେ ଶରଣାପନ୍ନ ହେଇଯିବା। ତେଣୁକରି ସେଇ ନୀଳାଦ୍ରିନାଥ, କୋଟି କୈବଲ୍ୟନାଥ, ପରମ ବ୍ରହ୍ମ ପୁରୁଷ, ପୂର୍ଣ୍ଣ ବ୍ରହ୍ମ ସ୍ୱାମୀ, ଅଖିଳ ବ୍ରହ୍ମାଣ୍ଡ ଅଧୀଶ୍ୱର, ରାଜାଦି ରାଜେଶ୍ୱର, କୋଟି ବ୍ରହ୍ମାଣ୍ଡର ନାଥ, ସକଳ ଜଗତର କର୍ତ୍ତା, ବିଶ୍ୱନିୟନ୍ତା, ବିଶ୍ୱ ବ୍ରହ୍ମାଣ୍ଡନାଥ ସ୍ୱାମୀ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ୱାମୀଙ୍କର ଚରଣାର ବିନ୍ଦରେ ସମସ୍ତେ ଶରଣାପନ୍ନ ହେବା। ସେଇ ପ୍ରଭୁ ଏ ବିଶ୍ୱକୁ ଉଦ୍ଧାର କରନ୍ତୁ, ବିଶ୍ୱକୁ ମହାସଙ୍କଟରୁ ଉଦ୍ଧାର କରନ୍ତୁ। ଆମେ ସମସ୍ତେ କଳିହତ ମଣିଷ, ଏ ଘୋର କଳିର କରାଳ ସ୍ରୋତକୁ କାଟି ଜଗନ୍ନାଥଙ୍କ ପାଦ ପଦ୍ମକୁ ଚିନ୍ତା କରିବା। ସମସ୍ତେ କହିବା, ବୋଲ ଜଗନ୍ନାଥ 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 ପାହି ମାମ୍, ଜଗନ୍ନାଥ 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 ରକ୍ଷା ମାମ୍। ଜଗନ୍ନାଥ ଆମକୁ ରକ୍ଷା କର, ରଖିଲେ ରଖ ଜଗନ୍ନାଥ, ଆଉ ନାହିଁ ରଖନ୍ତା, ତୁମ୍ଭେ ନ ରଖିଲେ ଭାସିଲି ଶୁଣି ହୁଅ ଚିନ୍ତା। ତେଣୁକରି ହେ ସଜ୍ଜନ, ଆଜି ଏଇ କଥାକୁ ଏଇଠି ରଖିବା। ଯଦି ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ଭଲ ଲାଗିଥାଏ, ଆପଣମାନଙ୍କୁ ହୃଦୟକୁ ଛୁଇଁଥାଏ, ତେବେ ଆପଣମାନେ ଆମ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ, ଯାହାଦ୍ୱାରା କି ମୋର ପ୍ରତ୍ୟେକ ଭିଡ଼ିଓ ଆପଣମାନଙ୍କ ପାଖକୁ ଯାଇପାରିବ। ଆପଣମାନେ କିଛି ଶିଖିପାରିବେ ଏବଂ ଆମକୁ ମଧ୍ୟ କିଛି ନୂଆ କରିବାର ପ୍ରେରଣା ମିଳିବ। ତେଣୁକରି ଆପଣମାନଙ୍କର ସ୍ନେହଶ୍ରଦ୍ଧା, ଭଲ ପାଇବା ହିଁ ଆମର ଏକାନ୍ତ କାମ୍ୟ। ଆପଣମାନଙ୍କର ଆଶୀର୍ବାଦ ସମସ୍ତଙ୍କର ଆମ ଉପରେ ଥାଉ। ଏ ବିଶ୍ୱନିୟନ୍ତା ଜଗନ୍ନାଥଙ୍କ ପାଦ ପଦ୍ମକୁ ଚିନ୍ତା କରି ତାଙ୍କରି ମହିମାର ପ୍ରଚାର ପ୍ରସାର କରିବା ଆମର ଲକ୍ଷ୍ୟ। ଏ ଅନନ୍ତ ତତ୍ତ୍ୱ ଚ୍ୟାନେଲକୁ ଆପଣମାନଙ୍କର ସମସ୍ତଙ୍କର ଆଶୀର୍ବାଦ ମିଳୁ। ସମସ୍ତଙ୍କର ପାଦ ପଦ୍ମେ ମଥାନତ ପ୍ରଣାମ କରି ଏଠି ରହୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜୟ ଶ୍ରୀ ଜଗନ୍ନାଥ।